ଯେତେବେଳେ ପର୍ଯ୍ୟନ୍ତ ଏ ଇଣ୍ଟରନେଟର ବ୍ୟବସ୍ଥା ନଥିଲା, ସାମାଜିକ ଗଣମାଧ୍ୟମ ନଥିଲା, ସମାଜରେ ସହାବସ୍ଥାନ ଥିଲା, ବଡ଼ଙ୍କ ପ୍ରତି ସମ୍ମାନ ଥିଲା, କକା ଭାଇ ମାମୁଁ ଦାଦାର ସମସ୍ତଙ୍କର ସମ୍ପର୍କ ଥିଲା। ଦେଖନ୍ତୁ, କଳାହାଣ୍ଡି ବରିଷ୍ଠ ନାଗରିକ ସଂଘ ତାଙ୍କର ଆଲୋଚନା ଚକ୍ର ରଖିଥିଲେ ଏବଂ ତାର ଆଜିର ଟପିକ ରଖିଥିଲେ ସୁସ୍ଥ ସମାଜ ଗଠନରେ ଗଣମାଧ୍ୟମର ଭୂମିକା। ସେହି ସନ୍ଦର୍ଭରେ ମୋତେ ସେମାନେ ବକ୍ତା କରି ଡାକିଥିଲେ। ଆମେ ଏଇଠି ଗଣମାଧ୍ୟମର ରୋଲ୍ ପ୍ରି ଇଣ୍ଡିପେଣ୍ଡେନ୍ସ ସ୍ୱାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ପୋଷ୍ଟ ଇଣ୍ଡିପେଣ୍ଡେନ୍ସ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶ ଗଠନ କରିବାରେ ଗଣମାଧ୍ୟମର ଯେଉଁ ଭୂମିକା ଥିଲା ତାହା ସମ୍ପର୍କରେ ମୁଁ ମୋର ବକ୍ତବ୍ୟ ରଖିଲି। ଏବଂ ବର୍ତ୍ତମାନ ଯେଉଁ ଗୋଟେ ଚ୍ୟାଲେଞ୍ଜ ଆସିଛି AI, ସୋସିଆଲ ମିଡ଼ିଆ ଏବଂ ବିଶେଷ କରି ଯେଉଁ ଉଦ୍ଭ୍ରାନ୍ତ ଜେନ୍ଜି ଏବଂ ତାର ନେକ୍ସଟ ଜେନେରେସନ୍ ଯେଉଁଟା 15 ବର୍ଷ ପର୍ଯ୍ୟନ୍ତର ବୟସର ଛୁଆମାନେ, ଜେନେରେସନ୍ ଆଲଫା, ସେ ଗୋଟେ ବଡ଼ ଆହ୍ୱାନ ଅଛି। ଏବଂ ତାକୁ ଯଦି ଠିକ୍ ଭାବରେ ଶୃଙ୍ଖଳିତ ଭାବରେ ରଖା ନଯାଏ ତାହେଲେ ଇଏ କେବଳ ଆମ ଦେଶ ପାଇଁ ନୁହେଁ, ସମଗ୍ର ବିଶ୍ୱ ପାଇଁ ଏକ ବିଷମ ସଙ୍କଟ ସୃଷ୍ଟି କରିବ। ଏ ସମ୍ପର୍କରେ ଆଜି ବିସ୍ତୃତ ଭାବରେ ଆଲୋଚନା କରାଗଲା। ଦେଶକେ ସୁଧରାଇବା ଲାଗି ନିଜ ଘରଠୁ ହିଁ ସଂସ୍କାର ଆରମ୍ଭ ହୁଏ। ଆଜି ମୁଁ ଅପିଲ କରିଥିଲି ଏଠି ଯେତେ ବି ବରିଷ୍ଠ ନାଗରିକ ଥିଲେ ସମସ୍ତଙ୍କ ଘରେ ଜେନ୍ଜି ଅର୍ଥାତ୍ 16 ବର୍ଷରୁ ଆରମ୍ଭ କରି 29 ବର୍ଷର ଯୁବକ ଏବଂ ଶୂନରୁ ଆରମ୍ଭ କରି 15 ବର୍ଷ ପର୍ଯ୍ୟନ୍ତର ଛୁଆ, ଏମାନେ ଯେହେତୁ ବରିଷ୍ଠ ନାଗରିକ, ତାଙ୍କର ପୁଅମାନେ ବି ଅଛନ୍ତି ସେ ବୟସର, ତାଙ୍କ ନାତିମାନେ ଆଲଫା ଜେନେରେସନ୍ ଆଲଫାରେ ଅଛନ୍ତି। ତେଣୁ ଘର ଭିତରୁ ଯଦି ଆମେ ସେ ସଂସ୍କାର ପ୍ରକ୍ରିୟା ଆରମ୍ଭ କରିବା ତାହେଲେ ଧୀରେ ଧୀରେ ନିଶ୍ଚିତ ଭାବରେ ଗୋଟେ ସମାଜ ପରିବର୍ତ୍ତନରେ ବିଶେଷ ଭାବରେ ସହାୟକ ହେବ। ମୋ ନାଁ ହେଉଛି ଗିଜାଶଙ୍କର ବାବୁ, କଳାହାଣ୍ଡି ବରିଷ୍ଠ ନାଗରିକ ସଂଘ କଳାହାଣ୍ଡିର ସମ୍ପାଦକ ଅଛେ। ବର୍ତ୍ତମାନ ଦେଶ ଯେନ୍ ଗତି କରୁଛି ଯେନ୍ ଆଡ଼ିକେ ଆମେ ଚିନ୍ତା କଲୁ ଯେ ସାମ୍ବାଦିକ ଡାକିକରି ଆଜି ଆଲୋଚନା ଚକ୍ର ହେଉଛି ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା। ଯେଉଁ ଯୁବକ ବର୍ଗମାନେ ଯେ ଯେନ୍ ନାଁରେ ଯେନ୍ ବିପରୀତ ଆଡ଼କୁ ଗତି କରୁଛନ୍ ତାଙ୍କେ କେନ୍ତା ଠିକ୍ ବାତରେ ଆଣମା, ସେଟା ସାମ୍ବାଦିକ ପ୍ରମୁଖ ଭୂମିକା ଅଛି। ସେଥିପାଇଁ ଆମେ ଚିନ୍ତା କରିକି ଆଜି ଆଲୋଚନା ରଖିଛୁ ଏବଂ ଆମେ 2 ଜଣ ସାମ୍ବାଦିକ ବନ୍ଧୁମାନଙ୍କୁ ଡାକିଛୁ। ଆମେ ସେ ସତ୍ୟନାରାୟଣ ମହାପାତ୍ର ଏବଂ ରାଜକୁମାର ସିଂ ଦେବକୁ ଡାକିଛୁ। ଆମେ କିଛି ଗୋଟେ ବାର୍ତ୍ତା ଦେବା ପାଇଁ ବରିଷ୍ଠ ନାଗରିକ ଆମର ଭୂମିକା କାଣା, ସମାଜରେ ସାମାଜିକ ଭୂମିକା କାଣା ତାକୁ କିଛି ବାର୍ତ୍ତା ଦେବା 2 ଜଣକୁ ଆମେ ଡାକିଛୁ। ଆଜି କାର୍ଯ୍ୟକ୍ରମ ମୂଳ ଅଂଶ ନିଶ୍ଚୟ ହେବା। କାହିଁ ଦେଶ ଯେନ୍ ଆଜି ଯୁବପିଢ଼ି ଯେନ୍ ଗତି କରୁ ଯେନ୍ ଆଡ଼ିକେ ଗତି କରୁଛନ୍ ସେଟା ଦେଶ ପାଇଁ ବହୁତ କ୍ଷତି ଅଛି, ସମାଜ ପାଇଁ ବି କ୍ଷତି ଅଛି। ତାର ଗୋଟେ ସୁନ୍ଦର ବାର୍ତ୍ତା ଦେବା ପାଇଁ এই ଆଲୋଚନା ଚକ୍ରଟା ସୃଷ୍ଟି ଆଜି। ବରିଷ୍ଠ ନାଗରିକ ସଂଘ କଳାହାଣ୍ଡିରୁ ଆମର ପ୍ରାୟ ପ୍ରତ୍ୟେକ ବୁଧବାର ଆଉ ଶନିବାର ଆମେ ଗୋଟେ ଆୱାରନେସ୍ ପ୍ରୋଗ୍ରାମ କରୁଛୁ। ଆଉ ଆମର ସୌଭାଗ୍ୟ ଯେ ଆଜି ଆମେ 2 ଜଣ ସାମ୍ବାଦିକକୁ ବିଶେଷ କରି ସମାଜରେ ଗଠନରେ ସାମ୍ବାଦିକଙ୍କର ଭୂମିକା এই বিষয়ে আলোচনা করা লাগি আমার বহুত দিন ইচ্ছা লা, বহুত দিন চেষ্টা भी লা। যা হো আমি সত্যনারায়ণ মহাপাত্র এবং রাজকুমার সিংদেবଙ୍କୁ পাইছু। আজি ভাবুছি আমার কার্যক্রমটা বহুত সফল হয়েছি। ভবিষ্যতের মধ্যে আমি চাইবু সাংবাদিক মান সহিত আমি মিলি অনেক কিছু কনস্ট্রকটিভ যোজনা কার্যক্রম করবু এবং বরিষ্ঠ নাগরিক সংঘ সদাবেলে সাংবাদিক মানকর বিষয়ে চিন্তা করব এবং সাংবাদিক মানকর সাহায্য নেব তাঙ্কর গঠনমূলক সাহায্য কাম করা লাগে।